ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠୀ ତା 22/5/2024 ନିକଟରେ ଏକ ଗୁପ୍ତ ସୂଚନାରୁ ଜାଣିପାରିଲେ ବାଙ୍କୀ ବନାଞ୍ଚଳରେ ଦୁଇଟି ହାତୀ ଦାନ୍ତ ପାଇଁ ବିକ୍ରି ପାଇଁ ମସୁଦା ଚାଲିଛି। ଏହାକୁ ଜବତ କରିବାକୁ ଶ୍ରୀ ସୌମ୍ୟରଞ୍ଜନ ଗୋଚ୍ଛାୟତ ଓ ସରକାରୀ ବନ ସଂରକ୍ଷକ ଦଳକୁ ନିର୍ଦ୍ଦେଶ ଦେଇ ହାତୀ ଦାନ୍ତ ଜବତ କରିବାରେ ସଫଳ ହୋଇଥିଲେ। ଏ ବିଷୟ ଉପରେ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଲେ କି ଏହି ହାତୀ ଦାନ୍ତ କାରବାରରେ ସମୁଦାୟ 11 ଜଣ ଲୋକ ସାମିଲ ଅଛନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ 1972 ନିୟମ ଅନୁଯାୟୀ ହାତୀ ଦାନ୍ତ ଘରେ ରଖିବା ବେଆଇନ ଅଟେ। ତେଣୁ ଜବତ କରାଯାଇଥିବା ହାତୀ ଦାନ୍ତର ଓଜନ ପ୍ରାୟ 3 କେଜି ହେବ। ଗିରଫ ହୋଇଥିବା 11 ଜଣ ବ୍ୟକ୍ତିଙ୍କୁ ଧାରା 9, 39, 44, 49 ଖ OR କେସ୍ ନମ୍ବର 15/2024 ଲଗାଯାଇ ଗିରଫ କରାଯାଇଛି। ଧାରା ଅନୁଯାୟୀ ଦୋଷୀଙ୍କୁ 3 ରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନର ବ୍ୟବସ୍ଥା ଅଛି। ଆଗକୁ ବିଭିନ୍ନ ବନ୍ୟଜନ୍ତୁ ଥିବାର ଆଶଙ୍କା କରି ତଦନ୍ତ ଚାଲୁ ରହିଛି। ହଁ ଦେଖନ୍ତୁ ଆମେ ହାତୀ ଦାନ୍ତ ଦୁଇଟା ସିଜ୍ କରିଛୁ ଏବଂ ତତ୍ସହିତ ଆମର 11 ଜଣ ବ୍ୟକ୍ତିଙ୍କୁ ମଧ୍ୟ ଆମେ ଆରେଷ୍ଟ କରିଛୁ। ଆମର ଗୋଟେ ମେସେଜ ଆସିଥିଲା 22 ତାରିଖ ଦିନ JTF ଭୁବନେଶ୍ୱରରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ରଖିଛି ଏବଂ ଡିସ୍ପୋଜ କରିବା ପାଇଁ। ତ ସେଇ ପରିପ୍ରେକ୍ଷୀରେ ଆମେ ରାମେଶ୍ୱର ନାୟକ ଆମର ବଡ଼ଗାଁव ଲହଣିପଡ଼ା ଏରିଆର ତାଙ୍କ ଘରେ ଆମେ ରେଡ୍ କରିଛୁ। ଆମର ACF ସୌମ୍ୟରଞ୍ଜନ ଗୋଚ୍ଛାୟତ, ରେଞ୍ଜ ଅଫିସର ପାନପସ ଜ୍ଞାନେନ୍ଦ୍ର ଲିମା ଏବଂ ଅନ୍ୟାନ୍ୟ ଆମ ଷ୍ଟାଫକୁ ଗୋଟେ ଦଳ ଗଠନ କରିକି ଆମେ ପଠାଇଥିଲୁ ଏବଂ ତାକୁ ସକ୍ସେସ୍ ହେଲା। ତ ସେଇ ବ୍ୟକ୍ତିଙ୍କ ଘରୁ ଆମେ 2ଗୋଟି ହାତୀ ଦାନ୍ତ ତଥା 9 ଜଣ ବ୍ୟକ୍ତିଙ୍କୁ ଆମେ ହେଫାଜତକୁ ଆଣିଥିଲୁ ଏବଂ ପୁଛତାଛ କରିବାରେ ଜଣାପଡ଼ିଲା ଯେ ବିରଜ ମୁଣ୍ଡା ବୋଲି ଭାଲିଆଡି ଗ୍ରାମ ଲହଣିପଡ଼ା ସେ ଏରିଆର ଲୋକ। ସିଏ ହାତୀ ଦାନ୍ତ ଦୁଇଟାକୁ ସେ ବିଗତ ଡିସେମ୍ବର 2022ରୁ ସେ ରଖିଥିଲା ଏବଂ ରଖିକି ତାକୁ ଡିସ୍ପୋଜ ଅଫ୍ କରିବା ପାଇଁ ଏବଂ କେମିତି ଅଧିକରୁ ଅଧିକ ପଇସା ପାଇବ ସେଥିପ୍ରତି ସେମାନେ ପୂଜା ଅର୍ଚ୍ଚନା କରୁଛନ୍ତି। ନାଇଁ ସେ ଏଙ୍ଗେଲରେ କିଛି ସେମାନେ କଣ୍ଟେଷ୍ଟ କରିନାହାନ୍ତି। ତ ବର୍ତ୍ତମାନ ଆମେ ଫର୍ଦର ରିମାଣ୍ଡରେ ପୁଣି ଆଣିକି ତାଙ୍କୁ ମାନେ ଫର୍ଦର ଇନଭେଷ୍ଟିଗେସନ ଆମର ଯେହେତୁ ଜାରି ଅଛି। ଦଫା ୟାଙ୍କର ଆମର ଯେଉଁ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ ଅଛି ସେକ୍ସନ 9, ଦେନ୍ 39, 44 ଏବଂ 49B ଅନୁଯାୟୀ ଆମେ କେସ୍ ତାଙ୍କୁ ରେଜିଷ୍ଟ୍ରେସନ କରିଛୁ। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।